তোমার অবস্থা কଣ হয়েছে বাপা? কଣ অবস্থা হয়েছে? ସବୁ ଦେଖୁଛି ରେ ମା, ସବୁ ଦେଖିପାରୁଛି। ମୋ ଝିଅଟା କେତେ ଭଲରେ ଅଛି ସବୁ ଦେଖିପାରୁଛି, ହେଲେ ତୋ ବାପାଟାକୁ ଦେଖିପାରୁଛୁ? ତୋ ବାପାକୁ ଦେଖିପାରୁଛୁ? ତୋ ବାପାଟାକୁ ଦେଖିପାରୁଛୁ? ତୋ ବାପାଟାକୁ তোমার কଣ হয়েছে বাপা? তুমি মতে কো বাপা, তোমার কଣ হয়েছে? କଣ କହିବି ରେ ମା, ସେଦିନ ତ ଭାଇର 10,000 ଟଙ୍କା ହଜିଗଲା ବୋଲି ମତେ ଚୋର ବୋଲି କହିଲା ରେ ମା। କହିପାରିବୁ ତୋ ବାପାଟା ହେଲେ କେବେ ଚୋରି କାମ କରିବା ଜାଣିଛୁ ରେ ମା? ଶେଷରେ ମୁଁ ଜାଣିଛି ବାପା, ତମେ କେବେ ବି ସେମିତି କାମ କରିପାରିବନି। ସେ ସବୁ ଭାଉଜ ଆଉ ତାଙ୍କ ବାପାଙ୍କ କାମ ବାପା। ସବୁ ଜାଣିଛି ରେ ମା, ଏସବୁ ତା ସ୍ତ୍ରୀ ଆଉ ଶ୍ୱଶୁରର କାମ। ତାଙ୍କ କଥାରେ ତୋ ଭାଇର ମୁଣ୍ଡ କାମ କରିରେ ମା, କିଛି ମୁଣ୍ଡ କାମ କରୁନି। ଆଜିକି 7 ମାସ ହେଲାଣି ସେ ଘରୁ ବାହାରି ପଡ଼ିଛି ରେ ମା। ଏ ଗାଁ ଗାଁ ବୋଲି ଭିକ ମାଗି ଚଳୁଛି, ହେଲେ ତୁ ଏଠି ଭଲରେ ଥାରେ ମା। ହେଲେ ତୁ ଗୋଟେ କାମ କଲୁ କେମିତି ରେ ମା? ମତେ ନ ପଚାରି ନ କହି ତୁ ଘରୁ ଚାଲି ଆସିଲୁ କେମିତି? ଟିକେ ବି ଚିନ୍ତା କଲୁନି? ମୁଁ ଚାଲିଯିବି ଯେ ମୋ ବାପାଟା ମତେ କ'ଣ କହିବେ ଟିକେ ବୁଝିପାରିଲୁନି? ଠିକ ଅଛି ରେ ମା, ତୁ ଏଠି ଭଲରେ ଅଛୁ ତ ଭଲରେ ଥା, ଭଗବାନ ତୋର ମଙ୍ଗଳ କରନ୍ତୁ। ତୁ ଖୁସିରେ ରହରେ ମା, ମୁଁ ଯାଉଛି ରେ ମା, ଯାଉଛି। ନାଇଁ ବାପା, ତମେ ଚିନ୍ତା କରନି ବାପା। ମୁଁ ଗୋଟେ ମନ୍ଦିରରେ ରହୁଛି, ସେ ମଉସା ବହୁତ ଭଲ। ତୁମକୁ ଦେଖିଲେ ସେ ନିଶ୍ଚୟ ଖୁସି ହେବେ। ମୁଁ ତାଙ୍କ ସହିତ ତୁମର ଦେଖା କରେଇଦେବି ବାପା। ତମେ ମୋ ସହିତ ଚାଲ, ସେ ମଉସା ସହିତ ତୁମର ଦେଖା କରେଇଦେବି। କ'ଣ କହିଲୁ? କ'ଣ କହିଲୁ? ତୋ ମଉସା ସହିତ ଦେଖା କରେଇବୁ? ଆଲୋ ଏ ମା, ଯେଉଁ ପୁଅ ଉପରେ ଭରସା କରିଥିଲି, ଯେଉଁ ପୁଅଟାକୁ 30 ବର୍ଷ କାଳ ପାଳି ପୋଷି ମଣିଷ କରିଥିଲି, ଯେଉଁ ପୁଅ ତମ ନିଜର ହେଲାନି, କେତେ ଆଶା ଭରସା କରିଥିଲି ଯେଉଁ ପୁଅ ଉପରେ, ସେ ପୁଅ ତୋ ବାପାକୁ ଚୋର ବୋଲି କହିଲା। ତୁ ପୁଣି ତୋ ଉପରେ ଭରସା କରିବି? ନାଇଁ ରେ ମା, ନାଇଁ। ଝିଅମାନଙ୍କ ଉପରେ ବାପା ମାନେ କେବେ ଭରସା କରିନଥାନ୍ତି। ନାଇଁ ବାପା, ନାଇଁ ନାଇଁ ରେ ମା, ନାଇଁ। ବାପା ମାନେ ପୁଅମାନଙ୍କ ଉପରେ ଭରସା କରିଥାନ୍ତି। କଥାରେ ଅଛି ପରା, ଝିଅ ଜନ୍ମ ପର ଘରକୁ। ତୁ ଯଦି ତୋ ଶାଶୁ ଶ୍ୱଶୁର ଘରେ ରହିଥାନ୍ତୁ ଆଜି, କ'ଣ ତୋ ଘରକୁ ମୁଁ ଯାଇଥାନ୍ତି ଏମିତି? ନାଇଁ ରେ ମା, ତୁମମାନଙ୍କର କାମ ହେଲା ଗୋଟିଏ, ଯେତେବେଳେ ବାପା ମା ମରିଯାଆନ୍ତି ନା, ଝିଅମାନଙ୍କର କାମ ହେଲା ଜାଣିଛୁ କ'ଣ? ତାଙ୍କେ ଯେତେ ଦୂରେ ଥିଲେ ବି ଖବରଟା ଶୁଣିଦେଲେ ବାପା ମା ପାଖକୁ ଚାଲି ଆସନ୍ତି, ମୁଣ୍ଡ ତଳେ ବସି କାନ୍ଦନ୍ତି। ଏ ବାପା, ଏ ମା, ଆମକୁ ଛାଡ଼ି ଆଜି ଚାଲିଗଲ, କାହାକୁ ବାପା ମା ବୋଲି ଡାକିବୁ ଆମେ? ଆମକୁ କିଏ ଗେଲ କରିବ? ଆମେ କାହାର ହବୁ? ଏ ଘର ଆମଠୁ ଆଜି ପାଇଁ ବନ୍ଦ ହେଇଗଲା, ଏ ଗାଁ ଆଜିଠୁ ଆମ ପାଇଁ ବନ୍ଦ ହେଇଗଲା, ଆମେ ଆଜିଠୁ ପର ହେଇଗଲୁ। ତୁ ଗୋଟେ କାମ କରେ ମା, ମୁଁ ଯଦି ଭିକ ମାଗୁ ମାଗୁ କୌଣସି ଜାଗାରେ ମରିଯାଏ, ତାହେଲେ ତୁ ଝିଅ ହିସାବରେ ଆଖିରୁ 2 ଟୋପା ଲୁହ ଝରେଇ ଦେ। ନାଇଁ ବାପା, ତମେ ଚିନ୍ତା କରନି ବାପା, ମୁଁ ତୁମର କିଛି ହବାକୁ ଦେବିନି। ତମେ ମୋ ସହିତ ଚାଲ ବାପା। ନାଇଁ ବାପା, ନାଇଁ ନାଇଁ, ମୁଁ ତୁମକୁ କିଛି ହବାକୁ ଦେବିନି ବାପା, ତମେ ମୋ ସହିତ ଚାଲ।
ହଁ ବାବୁ ମନେ ପୂର୍ଣ୍ଣିମା ତୁ ମୋ ସହିତ ଥାନାକୁ ଯିବାକୁ ପଡିବ। ମୁଁ ତ କିଛି ଦୋଷ କରିନି ମୁଁ କାହିଁକି ଥାନାକୁ ଯିବି ଏ ମନ୍ଦିର ଗୋଟେ ସୁନାର ମୁକୁଟ ହଜି ଯାଇଛି, ତୁ ସେଇଟା ଚୋରି କରିଛୁ। ନାଇଁ ଆଜ୍ଞା ମୋତେ ବିଶ୍ୱାସ କରନ୍ତୁ ମୁଁ ଚୋରି କରିନି ହଁ ମୁଁ ଚୋରି କରିନି ଚୁପ କର, ଏଠି ପାଟି କଲେ କଣ ହବ? ଯାହା କହିବୁ ଥାନାରେ କହିବୁ। ହବିଲଦାର ବିଶ୍ୱାସ କରନ୍ତୁ ଏ ଆଜ୍ଞା ଝିଅଟାକୁ ନେଇ ହାଜତକୁ ଚାଲ। ମୁଁ ଚୋରି କରିନି ମୋତେ ବିଶ୍ୱାସ କର ଏ ବାବୁ, ମୋ ଝିଅ ସେମିତି କାମ କରିବନି ବାବୁ। ଏ ହଉଛି ମୋ ଝିଅ, ସତରୁ ତାକୁ ପାଳି ପୋଷି ମଣିଷ କରିଛି, ପାଠ 2 ଅକ୍ଷର ପଢିଛି, ଶିକ୍ଷିତ ନାରୀ ସେ। ଆମେ ଗରିବ ହେଇଥାଉ ପାରୁ, ହେଲେ ଜଣଙ୍କ ଧନ ସମ୍ପତ୍ତି ଉପରେ ଆମର ଲୋଭ ନାହିଁ। ଆମେ ସେ ଚୋରି ବିଦ୍ୟା କରୁନୁ ବାବୁ। ଚୁପ କର, ଏ ଗାଁ ଲୋକ ତମ ଝିଅ ନାଁରେ କମ୍ପ୍ଲେନ କରିଛନ୍ତି ମାନେ ତାକୁ ଥାନାକୁ ନେବାକୁ ବାଧ୍ୟ। ହବିଲଦାର ସାର୍ ଏ ଝିଅଟାକୁ ନେଇ ହାଜତକୁ ଚାଲ। ଠିକ ଅଛି ଠିକ ଅଛି, ଏ ଗାଁ ଲୋକମାନେ କହିଛନ୍ତି ନା ଏ ମନ୍ଦିରର ସୁନା ଚୋରି ହେଇଛି ବୋଲି। ଠିକ ଅଛି, ମୁଁ ଚୋରି କରିଯିବ, ମତେ ନେଇଯାଉ ଥାନାକୁ। ଆପଣଙ୍କ ଗୋଡ଼ ଧରୁଛି ମୁଁ। ନାଇଁ ବାପା ମୋ ପାଇଁ তুমি କାହିଁକି ଅନ୍ୟର ଗୋଡ଼ ଧରିବ ବାପା? ଦେଖିବ ମୋର କିଛି ହବନି, ମୁଁ ଥାନାକୁ ଯିବି ବାପା। ହଁ ମୁଁ ଥାନାକୁ ଯିବି, ଆରେ ଚାଲ, ମୋ ଏଠି ପୁଅକୁ କାଇଁ କରୁଛୁ? ଛାଡ଼ ବାପା, ମୁଁ ଥାନାକୁ ଯିବି, ଦେଖିବ ମୋର କିଛି ହବନି। ହବିଲଦାର ଏ ଝିଅଟାକୁ ନେଇ ହାଜତକୁ ଚାଲ। ଚାଲନ୍ତୁ ସାର୍। ଚାଲ। ଚୁନି ରେ ବାବୁ, ଚୁନି କାନ୍ଦୁଛୁ କାହିଁକି? ସବୁ ତୋରି ପାଇଁ, ସବୁ ତୋରି ପାଇଁ ହଉଛି ଏମିତି। ମୋ ଝିଅଟା ତୋରି ପାଇଁ ଆଜି ଜଳି ଜଳି ମରୁଛି, ତା ଆଖିର ଲୁହ ଶୁଖୁନି। କାନ୍ଦି କାନ୍ଦି ମରିଗଲାଣି ଯେ, କାନ୍ଦି କାନ୍ଦି ରହୁଛି, ତା ଜୀବନଟା ତୋ ଲାଗି ବରବାଦ ହେଇଗଲାଣି, ତୋ ଲାଗି। ଆରେ କାନ୍ଦୁଛୁ କାହିଁକି? ତୋ ଲାଗି ସବୁ ଏମିତି ହଉଛି। ବିନା ଦୋଷରେ ଝିଅଟାକୁ ଜେଲ ନେଇଗଲେ। କାହିଁକି ଏମିତି ହଉଛି? କାହିଁକି ଆମ ପାଇଁ ଏମିତି ହଉଛି? କାହିଁକି ଆମ ସହିତ ଏମିତି ଘଟୁଛି? ମୁଁ କିଛି ବୁଝିପାରୁନି। କାହାର କି ଦୋଷ କରିଛୁ ଆମେ? କାହାର କି ଅମଙ୍ଗଳ କରିଛୁ ଆମେ? କାହିଁକି ଆମ ପ୍ରତି ଏମିତି ଘଟଣା ଘଟୁଛି? ମୁଁ କେହି ଜାଣିପାରୁନି। ହେ ଜଗତର ନାଥ ଜଗନ୍ନାଥ, ହେ କାଳିଆ ଠାକୁର, ବଡ଼ ଦେଉଳରେ ବସିଛ ପରା, ଚକା ଚକା ଆଖିରେ ଦେଖୁଛ, ଦେଖିପାରୁଛ, ଦେଖିପାରୁଛ ତୁମ ଭକ୍ତକୁ। ଯେଉଁ ଭକ୍ତ ଦିନ ରାତି 24 ଘଣ୍ଟା ତୁମର ନାମ ଜପ କରୁଥିଲା, ଯେଉଁ ଭକ୍ତ ତୁମର ସେବା କରୁଥିଲା, ସେଇ ଭକ୍ତକୁ ଆଜି ଦେଖୁଛ ବିନା ଦୋଷରେ ଝିଅଟାକୁ ଜେଲ ପଠାଇ ଦେଲ। ବିନା ଦୋଷରେ ଜନ୍ମ କଲା ପୁଅ କହୁଛି ବାପା କୁ ଚୋର। ବାରେ ଦୁନିଆ ବା, ଏଇ ତୁମର ପରୀକ୍ଷା। ଠିକ ଅଛି ପ୍ରଭୁ, ଠିକ ଅଛି, তুমি ଯେତେ ପରୀକ୍ଷା ନିଅ ପଛେ ମୁଁ ଦେବା ପାଇଁ ପ୍ରସ୍ତୁତ ଅଛି। ମୁଁ ହାରିବିନି, ହଁ ହାରିବିନି। ଯାଉଛି, ମୋ ଝିଅଟାକୁ ଯେମିତି ହେଲେ ମୁକୁଳି ଆଣିବି। ଯାଉଛି, ଏଇନେ ଯାଉଛି, ହଁ ଯାଉଛି।